ସାର୍ ପ୍ରଥମେ ଯେତେବେଳେ ଆମର ସାର୍ ପୁଅ ଆକ୍ସିଡେଣ୍ଟ ହେଲା ତାକୁ ନେଇକି ଯାଇଥିଲୁ ସାର୍ ମେଡ଼ିକାଲ ଭଦ୍ରକ ମେଡ଼ିକାଲ ନେଇକି ଯାଇଥିଲୁ। ସେଠି ମା ତାରିଣୀର ଏମ୍ ମନୋଜଙ୍କୁ ଆମେ ଦେଖେଇଲୁ। ଦେଖେଇଲା ପରେ ଏମ୍ ମନୋଜ ତାକୁ ଦେଖିଲା ପରେ ସେ ଏକ୍ସରେ କଲେ। ଏକ୍ସରେ କରିସାରିଲା ପରେ ଜାଣିଲେ ତାର ହାତ ଭାଙ୍ଗି ଯାଇଛି। ତେଣୁ ହାତ ଯେତେବେଳେ ଭାଙ୍ଗି ଯାଇଛି ଜାଣିଲେ, ତେଣୁ ତାପରେ ସେମାନେ କ'ଣ କଲେ, ଗୋଟେ ସ୍ଲାବ୍ ଦେଇକି ତାକୁ ପ୍ଲାଷ୍ଟର ବ୍ୟାଣ୍ଡେଜ୍ କରିଦେଲେ। ମାନୁଆଲ୍ ବ୍ୟାଣ୍ଡେଜ୍ ଗୋଟେ କରିଦେଇକି ଆମକୁ ପଠେଇଦେଲେ ଘରକୁ। କହିଲେ ଯାଅ ମଙ୍ଗଳବାର ଦିନ ଅପରେସନ୍ ହେବ। ତ ମଙ୍ଗଳବାର ଦିନ କେଉଁଠି ଅପରେସନ୍ ହେବ ନା ସାଇ ଭରଦ୍ୱାଜର ଅପରେସନ୍ ହେବ। ଆମେ ଆଜ୍ଞା ତା ପରଦିନ ସନ୍ଧ୍ୟାବେଳେ, ମଙ୍ଗଳବାର ଦିନ ସନ୍ଧ୍ୟାବେଳେ 6ଟା ବେଳେ ନେଇକି ପହଞ୍ଚିଲୁ। ଆଗରୁ ପହଞ୍ଚିଲୁ 6ଟା ବେଳକୁ ସେମାନେ ଓଟିକି ନେଇଗଲେ। ଓଟିକୁ ନେଇଯାଇ ସାରିବା ପରେ ତାପରେ ସେମାନେ ସେଠି ଓଟି ରଖିଲେ। ଓଟି ରଖିବା ପରେ କିଛି ସମୟ ପରେ ତାଙ୍କର ଖବର ଦେଲେ। ଆଜ୍ଞା ଘଣ୍ଟେ ଦେଢ଼ ଘଣ୍ଟା ବେଳେ ଗଲା, 6ଟା ବେଳେ ଗଲା। ତାପରେ ସେମାନେ ଖବର ଦେଲେ ଯେ ତାର 3ଟା ଆଙ୍ଗୁଠି ଫଙ୍କସନ୍ କରୁଛି, 2ଟା ଆଙ୍ଗୁଠି ଟିକେ ଫଙ୍କସନ୍ କରୁନାହିଁ। ମୁଁ ଯେତେବେଳେ କ୍ୱେଶ୍ଚନ୍ କଲି, ତେଣୁ ସେମାନେ କହିଲେ ନାଇଁ କିଛି ଅସୁବିଧା ନାହିଁ, ଆମେ ତାକୁ ଗରମ ପାଣିରେ ଇଏ କରୁଛୁ, ତେଣୁ ହେଇଯିବ, କିଛି ଅସୁବିଧା ନାହିଁ। ତେଣୁ ମୁଁ ଅପେକ୍ଷା କରି ରହିଲି। ତାପରେ ଡକ୍ଟର ଗଲେ। ଡକ୍ଟର ଗଲା ପରେ ସେ ତାଙ୍କର ଅପରେସନ୍ କଲେ। ଅପରେସନ୍ କରିବା ଭିତରେ ଏତେ ସମୟ ଯେତେବେଳେ ନ ଆସିଲେ ଆମେ ବହୁତ ବିରକ୍ତ ବି ହେଇଗଲୁ, ବ୍ୟସ୍ତ ବି ହେଇଗଲୁ। କ'ଣ ପାଇଁ ଏତେ ସମୟ ଆସୁନାହାନ୍ତି, ଇଏ କରୁନାହାନ୍ତି। ଅପେକ୍ଷା କଲୁ। ରାତି 12:30 ଖଣ୍ଡେ ବେଳକୁ ମୋତେ ଅପରେସନ୍ ଥିଏଟର ଭିତରକୁ ଡାକିଲେ। ଡାକିକି ଏମ୍ ମନୋଜ ଦେଖେଇକି କହୁଛନ୍ତି ଯେ ୟାର ଭ୍ୟାନ୍ କଟିଯାଇଛି, ଆମେ ପାରିବୁ ନାହିଁ, ଆପଣ ୟାକୁ ଶୀଘ୍ର ନେଇଯାଆନ୍ତୁ। ନାଇଁ ଆଜ୍ଞା, ଏମ୍ ମନୋଜକୁ ଯେତେବେଳେ ଆମେ ଦାୟିତ୍ୱ ଦେଇଥିଲୁ ବା ଏମ୍ ମନୋଜ ଯେତେବେଳେ ଆମର ଦେଖୁଛନ୍ତି, ତେଣୁ ଏମ୍ ମନୋଜଙ୍କୁ ଆମେ ଇଏ କଲୁ। ତେଣୁ ଏମ୍ ମନୋଜ ଯେଉଁ ନର୍ସିଂହୋମ୍କୁ କହିଲେ ଆମେ ସେଇ ନର୍ସିଂହୋମ୍କୁ ନେଇଗଲୁ। ସାଇ ଭରଦ୍ୱାଜ। ଦୋଷ କାହାର ଦେବୁ ଆଜ୍ଞା, ଏମ୍ ମନୋଜକୁ ଆମେ ଦୋଷ ଦେବୁ। କାରଣ ସିଏ ମୋ ପୁଅଟାର ହାତଟାକୁ ନଷ୍ଟ କରିଦେଲେ। ତେଣୁ ଯଦି ସେ ନ ପାରିବେ ତାହେଲେ ସେ ଆମକୁ ମନା କରିଦେଇଥାନ୍ତେ। ତାପରେ ସାର୍ ଡିସଚାର୍ଜ ଦେବେ ବୋଲି ରାତିରେ ବି ମୋତେ ଝମିଲା କରିବାକୁ ପଡ଼ିଲା। ଡିସଚାର୍ଜ ଦେଲେନି, କହିଲେ ସକାଳୁ ଦେବୁ, ଡିସଚାର୍ଜ ଦେବୁ, ଇଏ କରିବୁ। ତାପରେ ଡକ୍ଟର ନିଜେ ପଳେଇ ଗଲେ। ପୁଣି ତାଙ୍କ ଘରୁ ଯାଇକି ଡିସଚାର୍ଜ ଲେଟର ଲେଖିକି ଆଣିବାକୁ ପଡ଼ିଲା। ଏଇଭଳିଆ କରିକି ସାର୍ ଆମେ ଇଏ କଲୁ। ଗଲାବେଳକୁ ସାର୍ ଯାଇକି ସମ୍ ହସ୍ପିଟାଲରେ ପହଞ୍ଚିଲା ବେଳକୁ ସମ୍ ହସ୍ପିଟାଲ ବାଲା କହିଲେ ଯେ ହାତରେ ଆଉ କିଛି ନାହିଁ, ହାତ କଟାଯିବାଟା ହିଁ ଫାଇନାଲ୍। ତାପରେ ଆମେ ତାଙ୍କୁ ବହୁତ ରିକ୍ୱେଷ୍ଟ କଲୁ। ସିଏ 2 ଦିନ ପର୍ଯ୍ୟନ୍ତ ବହୁତ ଚେଷ୍ଟା କଲେ ଏବଂ ବହୁତ ଇଏ କରିସାରିଲା ପରେ କୌଣସି ପ୍ରକାର ହେଇପାରିଲାନି। ଶେଷ ପରେ ମୋ ପୁଅର ହାତଟି କଟା ହେଇଗଲା। ଆଉ କ'ଣ କହିବି ଆଜ୍ଞା, ଗୋଟିଏ ମାତ୍ର ପ୍ରୟାସର ତାକୁ ଇଏ କରିଥିଲି। ହଷ୍ଟେଲ ବୋର୍ଡ଼ିଂରେ ସେ ଥିଲା। ବର୍ତ୍ତମାନ ଦାବି କ'ଣ କରିବେ ଆଜ୍ଞା, ମୋର ଏଭଳି ଜଣେ ଡକ୍ଟର ଯିଏକି ମାନେ ଦାୟିତ୍ୱହୀନ ଭାବରେ ଇଏ କାମ କରୁଛନ୍ତି, ଯାହାଫଳରେ କି ପିଲାଙ୍କ ଲାଇଫ୍ ସହିତ ସେମାନେ ଖେଳୁଛନ୍ତି। ବର୍ତ୍ତମାନ ମୋ ପୁଅଟି ଆଜ୍ଞା ପଙ୍ଗୁ ହେଇଗଲା, ଗୋଟିଏ ମାତ୍ର ପୁଅ ମୋର। ତେଣୁ ତାଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର। ତେଣୁ ଇଏ ହେଲେ, ତେଣୁ ମୋ ପୁଅର ଯେଉଁ କ୍ଷତି ହୋଇଛି ସେ କ୍ଷତି ଦେବ କିଏ? ବର୍ତ୍ତମାନ ମୁଁ 6-7 ଲକ୍ଷ ଟଙ୍କା ତା ପାଇଁ ଖର୍ଚ୍ଚ କରିସାରିଲିଣି। ମୁଁ ଆଜ୍ଞା ଜଣେ ସାଧାରଣ ଗରିବ, ମାନେ ଛେଳି 2ଟା ରଖିଛି ଆଉ ଚାଷବାସ 2ଟା କରିକି ମୁଁ ଚଳୁଛି। ଗୋଟିଏ ମାତ୍ର ପୁଅ, ତାକୁ ପାଠ ପଢ଼ାଉଥିଲି। ତା ପାଇଁ ମୋର ବହୁତ ଆଶା ବି ଥିଲା। ବର୍ତ୍ତମାନ ମୋର ସବୁ ଆଶା ମଉଳି ଯାଇଛି। ବର୍ତ୍ତମାନ ତା ପାଖରେ ତା ମା' ନ ରହିଲେ ପାଠ ପଢ଼ି ପାରିବନି। ବର୍ତ୍ତମାନ କରିବି କ'ଣ ମୁଁ? କିନ୍ତୁ ବାରମ୍ବାର ଇଏ କଲା ପରେ ଥାନାବାଲା ବି ମଧ୍ୟ କ'ଣ ଏଫଆଇଆର୍ କପିଟି ଗ୍ରହଣ କରିଦେଇଛନ୍ତି। କିନ୍ତୁ ତାପରେ କିଛି ଆକ୍ସନ୍ ବି ନେଉନାହାନ୍ତି, କିଛି ମୋତେ ବି ଡାକିକି ଏପର୍ଯ୍ୟନ୍ତ କହୁନାହାନ୍ତି। ମୁଁ ଡକ୍ଟର ମନୋଜ, ଆଉ ଅର୍ଥୋପେଡ଼ିକ୍ ଡକ୍ଟର ଅଛି ମୁଁ। ବୋଧେ ଆପଣ ସେ ଯେଉଁ ପିଲାଟା ଯେଉଁ 18 ବର୍ଷ ବି ହେଇନି, ତାର 17 ବର୍ଷ ହେଇଛି ବୋଧେ, ସେ ଛୁଆର ହାତ ବିଷୟରେ ପଚାରିବା ପାଇଁ ଆସିଛନ୍ତି। ଯେଉଁଟାକି ମୁଁ କହିବା ଚାହୁଁଛି କି ଆମ ପଟରୁ କିଛି ଭୁଲ ଭାଲ ହେଇନାହିଁ ତାଙ୍କର। ସେମାନେ ବୋଧେ କନସିଡର କରୁଛନ୍ତି କି ଆମ ପଟରୁ କିଛି ମିଷ୍ଟେକ୍ ହେଇଛି, କିନ୍ତୁ ଆମ ପଟରୁ କିଛି ଭୁଲ ହେଇନି। ଆଣ୍ଡ ଯେତିକି ଆମ ପଟରୁ ମେଜର ନେବା କଥା କି ତା ହାତଟାକୁ ସେଭ୍ କରିବା ପାଇଁ ଆଉ ହାତଟାକୁ ଭଲରେ ଟ୍ରିଟମେଣ୍ଟ କରିବା ପାଇଁ, ଆମେ ସେ ସବୁ ଜିନିଷ ମେଜର ଗୁଡ଼ାକ ନିଆହେଇଛି। ଇଭେନ୍ ପେସେଣ୍ଟ ବି ସେଇ ହିସାବରେ କାଉନସିଲିଂ ବି କରିଥିଲୁ। ଏମିତି ନାହିଁ କି ପେସେଣ୍ଟକୁ କାଉନସିଲିଂ କରାହେଇନି, ପେସେଣ୍ଟକୁ ଏଭ୍ରିଥିଙ୍ଗ ଆମେ ଇଏ କରିଛୁ। ଯେବେ ତାର ପେସେଣ୍ଟ ଯେଉଁ କଣ୍ଡିସନଟା ପ୍ରେଜେଣ୍ଟଲି ପେସେଣ୍ଟ ଲୋକଙ୍କୁ ଡାକିକି ଦେଖା ହେଲା, ଆଣ୍ଡ ତାଙ୍କୁ କୁହାହେଲା କି ଯେଉଁ ଜିନିଷଟା କଲେ ତାଙ୍କ ପାଇଁ ଏଇଟା ବେନିଫିଟ୍ ହେବ, ଆମେ ସେଇ ଜିନିଷ ପାଇଁ ତାଙ୍କୁ କାଉନସିଲ୍ କରିକି ତାଙ୍କୁ ସେ ଆଡ଼କୁ ରେଫର୍ କଲୁ ଆମେ। ନାଇଁ ଶୁଣନ୍ତୁ ସାର୍, ଦେଖନ୍ତୁ ତାଙ୍କୁ ପେସେଣ୍ଟ ମାନେ ସବୁ ଜିନିଷ ତ ଇଣ୍ଟରନାଲି ତ ବୁଝିପାରିବେନି, ମେଡ଼ିକାଲ ରିଲେଟେଡ୍ କ'ଣ ଫିଲ୍ଡ ଅଛି କ'ଣ ନାହିଁ। ତାଙ୍କୁ ସବୁ ଜିନିଷ ବୁଝେଇଲା ପରେ ବି ଇନ୍ କେସ୍ ତାଙ୍କୁ ଲାଗୁଛି କି ଆମ ପଟରୁ କିଛି ଭୁଲ ହେଉଛି, ସେମାନେ ଥାନାରେ ଦେଇଛନ୍ତି। କିନ୍ତୁ ଆମକୁ ବି ଲାଗୁଛି ନା କି ଆମେ ତ ସିଓର ଅଛୁ ନା ଆମ ତରଫରୁ କିଛି ଭୁଲ ହେଇନି କହିକି। ଇନ୍ କେସ୍ ଭୁଲ ହେଇଥାନ୍ତା ଆମେ ତା ହିସାବରେ ଆମେ ତାଙ୍କୁ ଡାକିଥାନ୍ତୁ କି କ'ଣ କଥା ହେଇଥାନ୍ତୁ କ'ଣ ନାହିଁ। କିନ୍ତୁ ଭୁଲ ତ ହେଇନି ଆମ ପଟୁ। ଆମେ ଦେଖନ୍ତୁ ଗୋଟେ ଜିନିଷ, ତାଙ୍କର ଯେବେ ପେସେଣ୍ଟ ଆମ ପାଖକୁ ଆସିଥିଲା ତାଙ୍କର ହାତଟା ପୁରା ସ୍ୱେଲିଂ ହେଇକି ଥିଲା, ଅଲରେଡ଼ି ତାଙ୍କ ହାତର ପଲ୍ସ ନଥିଲା ହେଲା। ତ ଆଜ୍ ଏ ତାକୁ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ୍ ବୋଲି ଗୋଟେ ଟର୍ମଟା ଅଛି। ତ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ୍ରେ ଗୋଟେ ହିଁ ଜିନିଷ ଅଛି କି ଇନ୍ କେସ୍ ଆମେ ସେ କମ୍ପାର୍ଟମେଣ୍ଟଟା ରିଲିଜ୍ କରିଦେବୁ, ରିଲିଜ୍ କରିଦେଲେ ହେଇପାରେ କି ପେସେଣ୍ଟର ବ୍ଲଡ଼ ଫ୍ଲୋଟା ଆଉଥରେ ନର୍ମାଲ ଆସିଯାଇପାରେ। ସେଇଟା ଗୋଟେ ଟ୍ରାଇ ସବୁବେଳେ। ତ ଇନ୍ କେସ୍ ମୁଁ ପେସେଣ୍ଟକୁ ସେଦିନ ସେ ଜିନିଷଟା ଆମେ କରିବୁନୁ, ଆମେ ଓଲଟା ପେସେଣ୍ଟକୁ ରେଫର୍ କରିବୁ, ଅଲରେଡ଼ି ତାକୁ ଯିବା ଆଉ ଏଟାରେ ଅଲରେଡ଼ି ଆଉ 7-8 ଘଣ୍ଟାର ଡିଫରେନ୍ସ ପଳାଇଆସିବ, କି ତାକୁ ଆର ଦିନ 12 ଘଣ୍ଟାର ଡିଫରେନ୍ସ ପଳାଇଆସିବ। ହେଇପାରେ କି ପେସେଣ୍ଟର ହାତଟା ଲୁଜ୍ କରିଯାଇପାରେ। ତ ସେ କମ୍ପାର୍ଟମେଣ୍ଟଟା ରିଲିଜ୍ କରାହେଲା ଏତିକି, କିନ୍ତୁ ଆଉ କିଛି ଏକ୍ସେସ୍ କରାହେନି। ଆଣ୍ଡ
एतिक दिन आम ऑपरेशन एक्सपीरियंस रे ए कॉम्प्लिकेशन रिटर्न इन बुक्स ये सब कॉम्प्लिकेशन हो पारे न हो पारे एटा बुक्स रे भी लिखा है नाई नाई सर सेटा भूल जिनस वीडियो कॉलिंग मामला रे कहीं ये हम ताप तो किसी से भाया प्रूफ अच्छी कि वीडियो कॉलिंग मामला रे ये कराई कहीं तो किसी ना एज ए डॉक्टर आपड़ भावुं कि मुझे कैपेबल नुहे कि मुझे जज करें कौन ठीक कौन भूल से मोमेंट रे जोड़ा करेक्ट है सेटा ही कराई इवेन आप चाहिए भी आप जो आउ जो जगह रिफर होगी जाइए से सुपर स्पेशलिटी जो प्लास्टिक सर्जन पावर ट्रिटमेंट होती भी से ही ओपिनियन देते से भी से ओपिनियन देते कि जोड़ा सर कर ठीक कर करेक्ट कर